ଜୟ ଜଗନ୍ନାଥ ସାଙ୍ଗମାନେ। 365 ଡେ ଫିଟନେସ୍ ଚ୍ୟାଲେଞ୍ଜର ଆଜି ହେଉଛି ଡେ 96। ପ୍ରତିଦିନ ଭଳି ସମସ୍ତେ ମିଶି ଚାଲିବା ଆରମ୍ଭ କଲୁ। 2 ରାଉଣ୍ଡ ଚାଲି ସାରିବା ପରେ ରନିଂ ଆରମ୍ଭ କଲୁ। ଜୀବନ ପଥରେ ଯେମିତି ଏକା ଚାଲିଲେ କଷ୍ଟ ଲାଗେ, ସେହିଭଳି ରନିଂ ଏକା କରିଲେ କଷ୍ଟ ମଧ୍ୟ ଲାଗେ। ଆଜି ଆମେ ସମସ୍ତେ ମିଶି 5 ରାଉଣ୍ଡ ରନିଂ କରିଲୁ, କିନ୍ତୁ ଜଣା ପଡ଼ିଲା ନାହିଁ। ତାପରେ ଆରମ୍ଭ କରିଲୁ ଆମେ ଏକ୍ସରସାଇଜ। ସାଇଡ୍ ଡାଉନ୍ 20 ଥର କରିଲୁ। ତାପରେ ଉପର ତାଳି 20 ଥର କରିଲୁ। ପ୍ରତିଦିନ ସମସ୍ତଙ୍କୁ କିଛି ନା କିଛି ଏକ୍ସରସାଇଜ କରିବା ନିହାତି ଦରକାର। ତାପରେ ଆଗେ ସାଇଡ୍ ଆଗେ ଡାଉନ୍ 20 ଥର କଲୁ। ତାପରେ ସଙ୍ଗେ ସଙ୍ଗେ 20 ଥର ଡିପ୍ସ ମାରିଲୁ। ଏମିତି ସମସ୍ତେ ମିଶି ଏକ୍ସରସାଇଜ କରିଲେ କିଛି ବି କଷ୍ଟ ଲାଗେ ନାହିଁ। ଏ ବ୍ୟସ୍ତବହୁଳ ଜୀବନରୁ କିଛି ନା କିଛି ସମୟ ବାହାର କରି ଶରୀର ପ୍ରତି ଯତ୍ନବାନ ହେବା ନିତାନ୍ତ ଜରୁରୀ। ଯେତେ କଷ୍ଟ ହେଉଥିଲେ ମଧ୍ୟ ଏହି ଏକ୍ସରସାଇଜକୁ 20 ଥର ଆମେ ସମସ୍ତେ ମିଶି କରିଲୁ। ତାପରେ ସଙ୍ଗେ ସଙ୍ଗେ ଉଚ୍ଚା କଦମ ଦୌଡ଼ କଦମ ତାଲ 20 ଥର ସମସ୍ତେ ମିଶି କରିଲୁ। ମୋ ସାଙ୍ଗମାନେ ଆଜି ବହୁତ ଜୋଶ ଦେବାରୁ ମୁଁ ଆଜି 18 ଥର ବିମ୍ ମାରିପାରିଲି। ଏହି ଏକ୍ସରସାଇଜ ନାଁ ତ ମୋତେ ଜଣା ନାହିଁ। ସନତ ଭାଇ କହିବା ଅନୁସାରେ ଏ ଏକ୍ସରସାଇଜଟିକୁ ସମସ୍ତେ ମିଶି କଲୁ। ଏହି ଏକ୍ସରସାଇଜ ଥିଲା ଆମର ଶେଷ ଏକ୍ସରସାଇଜ। ତାପରେ ସଙ୍ଗେ ସଙ୍ଗେ ଫଟୋ ଉଠାଇଥିଲୁ। ସନ୍ଧ୍ୟା ସମୟରେ ଯାଇଥିଲୁ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଆପଣଙ୍କ ମୂଲ୍ୟବାନ ସମୟ ବାହାର କରି ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।